ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ସାଙ୍ଗମାନେ, ମୁଁ ଆଜି ଗୋଟିଏ ଏମିତି ପ୍ରସଙ୍ଗ ଆପଣମାନଙ୍କୁ ଜଣାଇବି ଯାହାକି ଆମର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ଘଟିଛି। ଯୋଉଟା କି ସେ ଅଞ୍ଚଳ ପାଇଁ ସେ ଅଞ୍ଚଳ ନାଁକୁ ପୁରା ଟୋଟାଲି ତଳେ ପକେଇ ଦେଇଛନ୍ତି କିଛି ଦି ତିନି ଜଣ ଲୋକ ମାତ୍ର। ତାଙ୍କ ପାଇଁ ଗୋଟେ ଏରିଆ ହିଁ ଓଡ଼ିଶା ଆଗରେ ନିଚ ଦେଖିବେ ଏବେ ଲୋକ ସମସ୍ତେ। କାରଣ ସାଙ୍ଗମାନେ ଏଇଟା କମନ ସେନ୍ସ। ଆପଣମାନେ ଜାଣିଛନ୍ତି ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଜନଗଣନା ଓଡ଼ିଶା ସାରା ତାଙ୍କର ଯେଉଁ ଅଧିକାରୀ ମାନେ ଅଛନ୍ତି ଆପଣମାନଙ୍କ ଘରକୁ ଯିବେ, ସେ କିଛି CN ଏମିତି ମାର୍କିଂ କରିବେ। ଆପଣଙ୍କ ମାନଙ୍କ ଠାରୁ ଡାଟା ନେବେ, ଆପଣଙ୍କ କେତେ ଜଣ ସଦସ୍ୟ କ'ଣ ଡାଟା ନେବେ। ଏଇଟା ଭାଇ 2011ରେ ପୂର୍ବ ଥର ହୋଇଥିଲା, ଏବେ ଲାଟେଷ୍ଟ ହୋଇଅଛି ଯେହେତୁ ମଝିରେ କରୋନା ଆସିଥିଲା। କିନ୍ତୁ ଏ କେତେଟା ଅସାମାଜିକ ଲୋକ, ଭାଇ ତମେ ତମେ କିଛି ଜାଣିନାହ ଦୁନିଆ ବିଷୟରେ। ନା ନା, ଏଇଟା ଭୁଲ କହିଲି ସାଙ୍ଗମାନେ। ମତେ ଲାଗୁଛି ଏ ହାରାମି ଗୁଡା ସବୁ ଜାଣିଛନ୍ତି। ଆଉ ଏଇ ଯୋଉ ତିନି ଜଣ ମୁଁ ଶୁଣୁଥିଲି, ବାପ ପୁଅ ଦି ଜଣ ଏମିତି, ମାନେ ସେ ଅଧିକାରୀ ମାନେ ଫିମେଲ ଅଧିକାରୀଙ୍କ ସ୍କୁଟି ଭାଙ୍ଗିବା କ'ଣ ଦରକାର ଥିଲା ଭାଇ? ଆଁ? ମୁଁ ଜାଣିଛି ସେ ଘର ଭିତରେ ସାଙ୍ଗମାନେ 2 ନମ୍ବରୀ କାମ ହିଁ ଚାଲୁଥିଲା। ଯେହେତୁ ଅଧିକାରୀ ମାନେ ଯାଇଥିଲେ ପଚାରିବା ପାଇଁ, ସେ କିନ୍ତୁ ଡରି ଯାଇକି ଏସବୁ କାର୍ଯ୍ୟ କରିଛନ୍ତି। ଆପଣ ଜଣେ ଫିମେଲ ମାନେ ଅଫିସ ଡ୍ୟୁଟି ଟାଇମରେ ତାଙ୍କୁ ମାଡ଼ ମାରି ପାରିଛନ୍ତି? ଏଗୁଡ଼ା ପୋଲିସ କଠୋରରୁ କଠୋର ଦଣ୍ଡ ଦବା କଥା। ଏ ଘରକୁ ସିଜ କରିକି ଘରେ କ'ଣ ଚାଲିଥିଲା ଏସବୁ ତଦନ୍ତ ଗୋଟେ କରାଯାଉ। ଏଠି ମତେ ତ ଲାଗୁଛି ସାଙ୍ଗମାନେ ଏ ଗଞ୍ଜେଇ ନିଶା ଡ୍ରଗ୍ସ ଏସବୁ କାରବାର ଚାଲିଥିଲା ମତେ ଲାଗୁଛି। ନହେଲେ କୌଣସି ଭାଇ ଏଇଠି ସାଙ୍ଗମାନେ ଆମେ ଗରିବ ଲୋକ, କିନ୍ତୁ ଆମକୁ ଏନେ ଅଧିକାରୀ ଜଣେ ଆସିବେ, କହିବ ଜଣଙ୍କ ନା। ଆମର କ'ଣ ଅଛି ସାଙ୍ଗମାନେ? ଆମେ କହିଦେଉ ମୋର ଜଣେ ବାପା, ଜଣେ ମା, ଜଣେ ଭାଇ କି ଭଉଣୀ କହିଦେଉ। ଗରିବ ଲୋକ ଭାଇ ଏଇଭଳିଆ। ଗରିବ ଲୋକ ଏମିତି ମାଡ଼କୁ ଯାଆନ୍ତିନି। ଏସବୁ 2 ନମ୍ବରୀ ଲୋକଙ୍କର କାମ। ମୁଁ ଏଇଟା 100% କହିଦେବି। ଗରିବ ଲୋକ ଭାଇ ଆମେ ମନରୁ ବହୁତ ସଫା, ଆମେ ସବୁ ଖୋଲିକି କହିଦେବୁ। କିନ୍ତୁ ଏସବୁ ପ୍ରକୃତିର ଖଳନାୟକ ଲୋକ ସବୁ 2 ନମ୍ବରୀ କାମ କରିଥାନ୍ତି ଘର ଭିତରେ। ଆଉ ମୋର ରିକ୍ୱେଷ୍ଟ, ପୋଲିସ ଅଧିକାରୀ ଭାଇ ମାନେ, ସାର୍ ମାନେ, ଦୟାକରି କଠୋରରୁ କଠୋର ଦଣ୍ଡ ଦିଆଯାଉ ଏ ଅସାମାଜିକ ବ୍ୟକ୍ତି ଗୁଡ଼ିକୁ। ରହିଲି, ଜୟ ଜଗନ୍ନାଥ।